ଦୟାଳୁ ମନୁଷ୍ୟ ନିଜର ହିଁ ମଙ୍ଗଳ ସାଧନ କରେ, କିନ୍ତୁ ନିର୍ଦ୍ଦୟ ମନୁଷ୍ୟ ନିଜର ଅନିଷ୍ଟ ସାଧନ କରେ। ଦୁରାଚାରୀର ଉପାର୍ଜିତ ଧନ ମାୟା ମାତ୍ର, କିନ୍ତୁ ଯେ ଧାର୍ମିକତା ରୂପ ବୀଜ ବୁଣେ ତା ପାଇଁ ପୁରସ୍କାର ନିଶ୍ଚିତ। ଧର୍ମନିଷ୍ଠ ବ୍ୟକ୍ତି ଜୀବନ ଲାଭ କରେ, ଯେ ଅଧର୍ମ ପଛରେ ଧାଏଁ ସେ ନିଜ ମରଣକୁ ଡାକି ଆଣେ। ଟିଳମତି ଲୋକେ ପ୍ରଭୁଙ୍କର ଘୃଣା ପାତ୍ର, କିନ୍ତୁ ଯେଉଁମାନେ ସରଳ ପଥରେ ଚାଲନ୍ତି ସେମାନେ ତାହାଙ୍କର ସନ୍ତୋଷ ଭାଜନ। ଏହା ନିଶ୍ଚିତ ଭାବେ ଜାଣିଥାଅ ଯେ ଦୁଷ୍ଟ ଲୋକେ କେବେ ହେଲେ ଦଣ୍ଡରୁ ନିଷ୍କୃତି ପାଇବ ନାହିଁ, ମାତ୍ର ଧାର୍ମିକ ଲୋକେ ରକ୍ଷା ପାଇବେ। ଘୁଷୁରୀ ଥମଣିରେ ସୁନାର ନଥ ଯେପରି ସୁନ୍ଦରୀ ହେଲେ ମଧ୍ୟ ହିତାହିତ ଜ୍ଞାନବିହୀନା ସ୍ତ୍ରୀ ସେହିପରି। ଧାର୍ମିକର ମନୋବାଞ୍ଛା କେବଳ ମଙ୍ଗଳରେ ପର୍ଯ୍ୟବସିତ ହୁଏ, କିନ୍ତୁ ଦୁଷ୍ଟ ଲୋକର ଆଶା କ୍ରୋଧରେ ପର୍ଯ୍ୟବସିତ ହୁଏ। ଜଣେ ଅକାତରେ ଦିଏ ଅଥଚ ଅଧିକ ଧନ ଲାଭ କରେ, ଅନ୍ୟ ଜଣେ ନ୍ୟାଯ୍ୟ ଦେୟ ମଧ୍ୟ ଦିଏ ନାହିଁ ଅଥଚ ଅଭାବଗ୍ରସ୍ତ ହୁଏ। ଉଦାରଚିତ୍ତ ମନୁଷ୍ୟ ସମୃଦ୍ଧି ଲାଭ କରିବ, ଯେ ଅନ୍ୟକୁ ତୃପ୍ତ କରେ ସେ ନିଜେ ପରିତୃପ୍ତ ହେବ। ଯେଉଁ ଲୋକ ପ୍ରୟୋଜନ ବେଳେ ବିକ୍ରୟ ନ କରି ଶସ୍ୟ ମହଜୁଦ ରଖେ, ଲୋକେ ତାକୁ ଅଭିଶାପ ଦିଅନ୍ତି, କିନ୍ତୁ ଯେଉଁ ଲୋକ ପ୍ରୟୋଜନ ବେଳେ ଶସ୍ୟ ବିକ୍ରୟ କରେ ତାର ମସ୍ତକରେ ଆଶୀର୍ବାଦ ବର୍ଷେ। ଯେ ମଙ୍ଗଳ କରିବାକୁ ଯତ୍ନଶୀଳ ହୁଏ ସେ ସଦିଚ୍ଛା ଲାଭ କରେ, କିନ୍ତୁ ଯେ ପରର ଅମଙ୍ଗଳ ଖୋଜେ ତା ପ୍ରତି ଅମଙ୍ଗଳ ଆସେ। ଯେ ଧନ ସମ୍ପଦ ଉପରେ ନିର୍ଭର କରେ ତାର ପତନ ହେବ, ମାତ୍ର ଧାର୍ମିକ ମନୁଷ୍ୟ ନବପଲ୍ଲବ ପରି ବୃଦ୍ଧି ପାଇବ। ଯେ ନିଜ ପରିବାର ପ୍ରତି ଦୁଃଖ ଆଣେ ତାର ଉତ୍ତରାଧିକାର ହେବ ପବନ ସ୍ୱରୂପ ଏବଂ ନିର୍ବୋଧ ହେବ ବିଜ୍ଞ ବ୍ୟକ୍ତିର ଦାସ। ଧାର୍ମିକତାର ଫଳ ଜୀବନଦାୟକ ବୃକ୍ଷ ସଦୃଶ, ଯେ ଆତ୍ମା ଲାଭ କରେ ସେ ବୁଦ୍ଧିମାନ। ଯଦି ଏହି ପୃଥିବୀରେ ଧାର୍ମିକମାନେ ସେମାନଙ୍କ ପ୍ରତିଫଳ ପାଆନ୍ତି, ତେବେ ପାପୀ ଓ ଅଧାର୍ମିକ ଲୋକେ କେତେ ଅଧିକ ନ ପାଇବେ। ଦୟାକରି ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।